ମୁଁ 5 ତାରିଖ ଦିନ ଯେତେବେଳେ ଯାଇ ପହଞ୍ଚିଲି ତାଙ୍କ କତିରେ ସେ ଆସି ଟେଷ୍ଟ କଲା ବେଳକୁ କହିଲେ ଆରେ ଏୟାର ବବୁଲ କଣ ଗୋଟେ ଲିକ୍ କରିଯାଇଛି। ଲିକ୍ କରିଯାଇଛି ଗୋଟେ ଟାଙ୍କା ଦେବାକୁ ପଡିବ ଆଖିରେ, ନହେଲେ ଲେନ୍ସ ଖସିଯିବ। ଡାକ୍ତର ଲୋକ ସିଏ ଜାଣୁଛନ୍ତି ଜିନିଷଟା, ଆମେ କଣ ଥୋଡ଼ି ଜାଣୁଛୁ। ଆମେ କହିଲା ଆଜ୍ଞା ଠିକ ଅଛି କରନ୍ତୁ, ଏଇ ଡ୍ରପ୍ ପକେଇଦିଅ, କାଲି ଆସିବ 6 ତାରିଖ ଦିନ କରିବା। ତ ମୁଁ 6 ତାରିଖ ଦିନ ଗଲି। 6 ତାରିଖ ଗଲା ବେଳକୁ ସେ ମତେ ଅପରେସନ କଲେ, ସେ ଲୋକାଲ ନିଶା ଦେଇକି 45 ମିନିଟ୍ସ ନେଲେ। ମାନୁଆଲ ହାତରେ ଅପରେସନ କଲେ। ଆଗରୁ ମତେ ଲାଗୁଛି ଲେଜରରେ କରିଥିଲେ ମତେ ଜଣା ପଡ଼ିଲାନି କଷ୍ଟ, 15 ମିନିଟ୍ ଅଧଘଣ୍ଟା ଭିତରେ ହେଇଗଲା। ଏଟା ଯୋଉ କଲେ ବହୁତ ପେନ୍, ଟେରିଫିକ୍ ପେନ୍, କୋଉ ରେଟ୍ରେ ଛୁଞ୍ଚି ସବୁ ଫୋଡୁଛନ୍ତି ଆଖିକି, ମୋ ପ୍ରାଣ ବାହାରି ଯାଉଥିଲା। ମୋର ନିଶ୍ୱାସ ନେଲା ବେଳକୁ ଖାଲି ଆସ୍ତେ ଖାଲି ନିଶ୍ୱାସ ଏମିତି ସେମିତି। ତ ମୋ ଆଖିର ଯୋଉ ଏଇଭଳି କଣ୍ଡିସନକୁ ଗଲା, ଭଲ ଆଖିଟାକୁ ଖରାପ କରିଦେଲି। ମୋତେ ଏମିତି କରିବା ପାଇଁ ଏତେ ବଡ଼ ଅନୁଷ୍ଠାନ ନାହିଁ, ଏଇଟା କଣ ଠିକ ହେଲା କି? ଦୋଷ ହଉଛି ଡକ୍ଟରର ନେଗ୍ଲିଜେନ୍ସି, ଡକ୍ଟର ଅବହେଳା ଜିନିଷ। ଏବଂ ଯେତେବେଳେ ତୁ କଲୁ 3ଟା ଷ୍ଟିଚ୍ ପକେଇଲ, ତୁମକୁ କଣ ଦେଖାଗଲା ନା କି ଡୋଳା ଗୋଲେଇ ଅଛି କି କଟିଯାଇଛି? ଡକ୍ଟର ପୂଜା କିଶୋର, ସେ ଜଣେ ମହିଳା ଡକ୍ଟର। ଏବେ ସେ ହସ୍ପିଟାଲ ଛାଡି ଦେଇଛନ୍ତି, ଡକ୍ଟର ଅଗ୍ରୱାଲ ହସ୍ପିଟାଲ ଯୋଉଟା ଲିଙ୍କ ରୋଡ ପାଖରେ ଅଛି। ମୁଁ ଚାହୁଁଛି ମୋ ଆଖି ଯେମିତି ଥିଲା ମୋ ଆଖି ଠିକ ହେଇଯାଉ। ମୋ ବୟସ ବି ଅଛି, ମୋର ଆଉ କିଛି ଦିନ ବଞ୍ଚିବାର ଅଛି। ମୋ ନାଁ ହଉଛି ଅସୀମକାନ୍ତ କର, ମୋ ଘର ହଉଛି ଯାଜପୁର। ମୁଁ ଗଙ୍ଗନଗରରେ ରହୁଛି, ଭଡାରେ ରହୁଛି। ପୁଅ ପାଠ ପଢୁଛି ଏଠି ଡିଏଭି ସ୍କୁଲରେ। ମୋର 52 ବର୍ଷ ହେଲାଣି। ମୋର ଡାଇବେଟିସ୍ ଅଛି। ମୋର ଜୁଲାଇ ମାସ ମୁଁ ଆଖି ଟିକେ ଦେଖିବା ପାଇଁ ଯାଇଥିଲି, ଯେହେତୁ ମୋର ଡାହାଣ ଆଖି ଟିକେ ଦେଖାଉନଥିଲା, ମୁଁ ଦେଖିବା ପାଇଁ ଯାଇଥିଲି କର ହସ୍ପିଟାଲକୁ ଭୁବନେଶ୍ୱରରେ। ସିଏ ଦେଖିଲା ପରେ କହିଲେ ଯେ ତୁମର କ୍ୟାଟ୍ରାକ୍ ହେଇଛି ଡାହାଣ ପଟ ଆଖିରେ, ଆଉ ଆଖିଟା ବି ଟେରା ଅଛି, ଆଖିଟାକୁ ସିଧା କରିବା, କସ୍ମେଟିକ ସର୍ଜରୀ କରିକି ଦେନ୍ କାଟ୍ରାକ୍ ଅପରେସନ କରିବା। ତେଣୁ ମୁଁ ସେଥିରେ ରାଜି ହେଲି ନାହିଁ। ମୁଁ କହିଲି ନାଇଁ ସାର୍, ମୋର ଖାଲି କାଟ୍ରାକ୍ ଅପରେସନଟା କରନ୍ତୁ। ସେ ମନା କଲା, ତାହେଲେ ମୁଁ କରିବିନି। ମୁଁ ନା କହିବାକୁ ଚାହୁଁନି ସେ ଡକ୍ଟରଙ୍କୁ, ସେ ବି ଜଣେ ଇମ୍ପୋର୍ଟାଣ୍ଟ ଡକ୍ଟର। ତେଣୁ ବାଧ୍ୟ ହେଇକି ଅନ୍ୟମାନଙ୍କୁ ପଚାରିଲି, କଣ କରିବା, ଆଖିଟାକୁ କାଟ୍ରାକ୍ ଅପରେସନ କରିବା, କୋଉଠି ଗୋଟେ ଭଲ ଅପସନ କୁହ। ନା ଅଗ୍ରୱାଲ, ଡକ୍ଟର ଅଗ୍ରୱାଲ କଟକରେ ଅଛି ଲିଙ୍କ ରୋଡ କତିରେ, ସେ ଭଲ ଡକ୍ଟର ଅଛନ୍ତି ସବୁ ସେଠି, ସେଇଠି ଯାଇକି କାଟ୍ରାକ୍ ଅପରେସନଟା କରିବୁ। ତେଣୁ ମୁଁ ଯାଇକି ଭୁବନେଶ୍ୱରରୁ ଯାଇକି ଡକ୍ଟରକୁ ଭେଟିଲି, କର ହସ୍ପିଟାଲ ଯାଇକି ରିସେପସନିଷ୍ଟ ଭେଟିଲି। ତାଙ୍କୁ କହିଲି ମୋର ଏଇଆ ପ୍ରୋବ୍ଲେମ ଅଛି। ତ ସିଏ ମତେ ରେଫର କଲେ ଡକ୍ଟର ପୂଜା କିଶୋର, ଲେଡି ଡକ୍ଟର। ସେ ହଉଛନ୍ତି କୁଇଣ୍ଟ ଆଣ୍ଡ କାଟ୍ରାକ୍, ଟେରା ଆଉ ଇଏଟା। ସେ ମତେ ଦେଖିକି କହିଲେ ଏଇ ବୟସ ହେଲାଣି, ଆଉ ଟେରାଟା ସିଧା କରିଦେଲେ କଣଟା ହବ, କିଛି ଦରକାର ନାହିଁ, କାଲି ଆମେ କାଟ୍ରାକ୍ ଅପରେସନଟା କରିବା। ଆଉ 42,000 କେତେ ଟଙ୍କା ଖର୍ଚ୍ଚ ହବ, ଆପଣ ଭଲ ଲେନ୍ସଟା ପକେଇଦବା, 42,000 କେତେ ଖର୍ଚ୍ଚ ହବ। ମୁଁ କହିଲି ଠିକ ଅଛି ମ୍ୟାଡାମ। ତେଣୁ ସେ ମୋର ଗୋଟେ କାର୍ଡ ଥିଲା, ସେ କାର୍ଡରେ 40,000 ଟଙ୍କା ହେଇଗଲା। ଆଉ 2,017 ଟଙ୍କା ବାକି ମତେ ଲେଖିଥିଲେ ଯୋଉ ରିପୋର୍ଟ ସବୁ ଟେଷ୍ଟ କରିବା ପାଇଁ, ସବୁ ଜାଗା 5-7,000 ଟଙ୍କା ଖର୍ଚ୍ଚ କରିକି ମୁଁ ଡ୍ୟୁ ଡେଟ୍ରେ ଯାଇ ପହଞ୍ଚିଗଲି। 30 ତାରିଖ ଦିନ ପହଞ୍ଚିଲି, ମତେ ଆଡମିସନ କଲେ, ଅପରେସନ ବି କର, କହିଲେ ଅପରେସନ ସକ୍ସେସଫୁଲ, ଆଉ ତମେ 5 ତାରିଖ ଦିନ ଆସିବ, ଆସିକି ଏଗେନ୍ ଚେକିଂ କରିବା। ଆଉ ମୁଁ 5 ତାରିଖ ଦିନ ମୋର ଡ୍ରପ୍ ଯାହା ଦେଲେ ମୁଁ ପକଉଥିଲି, କହିଲେ ଗାଧେଇବନି, ମୁଣ୍ଡ ଧୋଇବନି, ଯାହା ଯାହା କହିଛନ୍ତି ସବୁ ଜିନିଷ ମୁଁ ପାଳନ କରୁଛି ଆଜ୍ଞା। ମୁଁ 5 ତାରିଖ ଦିନ ଯେତେବେଳେ ଯାଇ ପହଞ୍ଚିଲି ତାଙ୍କ କତିରେ, ସେ ଆଖି ଟେଷ୍ଟ କଲା ବେଳକୁ କହିଲେ ଆରେ ଏୟାର ବବୁଲ କଣ ଗୋଟେ ଲିକ୍ କରିଯାଇଛି। ଲିକ୍ କରିଯାଇଛି, ଗୋଟେ ଟାଙ୍କା ଦେବାକୁ ପଡିବ ଆଖିରେ, ନହେଲେ ଲେନ୍ସ ଖସିଯିବ। ଡାକ୍ତର ଲୋକ ସିଏ ଜାଣୁଛନ୍ତି ଜିନିଷଟା, ଆମେ କଣ ଥୋଡ଼ି ଜାଣୁଛୁ। ଆମେ କହିଲା ଆଜ୍ଞା ଠିକ ଅଛି କରନ୍ତୁ, ଏଇ ଡ୍ରପ୍ ପକେଇଦିଅ, କାଲି ଆସିବ 6 ତାରିଖ ଦିନ କରିବା ଅପରେସନ। ତ ମୁଁ 6 ତାରିଖ ଦିନ ଗଲି। 6 ତାରିଖ ଗଲା ବେଳକୁ ସେ ମତେ ଅପରେସନ କଲେ, ସେ ଲୋକାଲ ନିଶା ଦେଇକି 45 ମିନିଟ୍ସ ନେଲେ। ମାନୁଆଲ ହାତରେ ଅପରେସନ କଲେ। ଆଗରୁ ମତେ ଲାଗୁଛି ଲେଜରରେ କରିଥିଲେ, ମତେ ଜଣା ପଡ଼ିଲାନି କଷ୍ଟ, 15 ମିନିଟ୍ ଅଧଘଣ୍ଟା ଭିତରେ ହେଇଗଲା। ଏଟା ଯୋଉ କଲେ ବହୁତ ପେନ୍ ଅଛି, ଟେରିଫିକ୍ ପେନ୍, କୋଉ ରେଟ୍ରେ ଛୁଞ୍ଚି ସବୁ ଫୋଡୁଛନ୍ତି ଆଖିକି, ମୋ ପ୍ରାଣ ବାହାରି ଯାଉଥିଲା। ମୋର ନିଶ୍ୱାସ ନେଲା ବେଳକୁ ଖାଲି ଆସ୍ତେ ଖାଲି ନିଶ୍ୱାସ ନେଇ ଏମିତି ସେମିତି ଦୁନିଆ ଧଡେ ତ କରିବେ ତାଙ୍କ ପ୍ରୋସିଜର। ସେ ଆଉ ତୁମେ ଯଦି ପେସେଣ୍ଟ ନର୍ଭସ ହବ, ସେ କଣ କରିବେ? ଯାହା କରିକି ମୋର 3ଟା ଷ୍ଟିଚ୍ ଡୋଳାରେ ପକେଇଲେ। ଆଖିଟା ପୁରା ଜଳୁଥାଏ, ମାନେ ଯେମିତି ଲଙ୍କା ଗୁଣ୍ଡ ପଡିଲେ ଯେମିତି ଜଳେ, ସେଇଭଳିଆ ଜଳୁଥାଏ ମୋର। ତାପରେ ମତେ ବାହାରକୁ ନେଇକି ଆଇଲେ, ମୁଁ ବହୁତ ଆଉ ରହିପାରିଲିନି। ସେଠୁ କଣ ସେ ଔଷଧ ଫୋଷଧ ଦେଲେ, ଖାଇଲା ପରେ ମୋର ଟିକେ କମିଲା। ତାପରେ ମତେ 5 ତାରିଖ ଗଲା, 6 ତାରିଖ, ଫେରେ 12 ତାରିଖ ଦିନ ଡାକିଥିଲେ ଚେକଅପ୍ ପାଇଁ, ଗଲି, ଆଖି ଦେଖିଲି, ଠିକ ଅଛି। ତାପରେ 18 ତାରିଖ ଡାକିଲେ, ଠିକ ଅଛି। 22 ତାରିଖ ଗଲେ, ଠିକ ଅଛି। ମ୍ୟାଡାମ ଡୋଳାରୁ ଷ୍ଟିଚ୍ କେବେ ଖୋଲା ହବ? ନା 1.5 ମାସ ପରେ ଖୋଲିବା। ତ ଠିକ ଅଛି, ମୁଁ 1.5 ମାସ ପରେ ଗଲି, ଆଖିରୁ ଡୋଳାରୁ ଷ୍ଟିଚ୍ ଖୋଲା ହେଲା। ଖୋଲିକି କହିଲା ଆଖି ଠିକ ଅଛି, ସବୁ ଠିକ ଅଛି। ତାପରେ ମୁଁ ତା ଭିତରେ ଦେଖୁଛି, ମୁଁ ତ ପଦାକୁ ବାହାରୁଛି, ମତେ ଗୋଟେ ଲେନ୍ସ ବି ଦେଲେ ଆଖିରେ, ମୁଁ 16-17,000 ଟଙ୍କା ପଡିଲା। କହିଲେ କମ ପଇସା ବାଲା ଲେନ୍ସ ଲାଗିଲେ ହବନି, ଆମକୁ ଲେନ୍ସ ଲଗେଇବାକୁ ପଡିବ। ଯାଉ ପଇସା ଥାଉ ନଥାଉ, ମୁଁ ଆରେଞ୍ଜ କରିକି ମୁଁ ଲଗେଇଲି। 5,000 ଟଙ୍କା କାଟିଲେ, ମୁଁ କହିଲି ଏତେ ପଇସା ଦେଇପାରିବିନି। ଆଉ ଯାଉ ସେ 18,000 ଟଙ୍କା ରାଜି ହେଇଗଲେ, ତାଙ୍କ ଚଷମା ଦେଲେ। ମୁଁ ସେ ଚଷମା ଭାଇ ପିନ୍ଧି ପାରୁନି। ଯେତେବେଳେ ପିନ୍ଧିଲାକୁ ଆଖିରେ ଗୋଟେ ମାନେ ଯେମିତି 100 ୱାଟ୍ ବଲ୍ ଟା ଯେମିତି 1 କିଲୋ ୱାଟ୍ ବଲ୍ ଆଖିରେ ପଡେ, ହେଲୋଜିନ୍,
ସେଇଭଳିଆ ପଡିଲା ମୋ ଆଖିରେ। ଖାଲି ଯେତେବେଳେ ଯାହାକୁ ଦେଖିଲା ବେଳକୁ ସେ ଆଖିଟା ମାନେ ଏତେ ଜୋର ଲାଇଟ୍ ମାନେ ଶୋ କରୁଛି ମାନେ ଦେଖିପାରୁନି ଡାଣ ଆଖିରେ। ତେଣୁ ବାଧ୍ୟ ହେଇ ଚଷମା କଳା ଚଷମା ପିନ୍ଧିଲା ଏଇ ଲାଇଟ୍ ଟାକୁ ଖରା ଲାଇଟ୍ ଟାକୁ ଆବଜର୍ଭ କରିନଉଛି ମତେ ଦେଖାଯାଉଛି। ଖାଲି ଆଖିରେ ଦେଖିପାରୁନି ପାଣି ବହୁତ ପ୍ରବଳ। ତ 7 ମାସ ହେଲା ଏଇ କଥା ହେଲାଣି। ମୁଁ ଭାବିଲି କଣ କି ଯେହେତୁ ଅପରେସନ ଟା ହେଇଛି କଣ ମଳିଆ ଫଳିଆ ସଫା କରିଥିବି ତେଣୁ ଆଖିଟା ମତେ ଟିକେ ଇଏ ହଉଛି ଏଇ ଆଖି ସେ ଆଖି ମ୍ୟାଚ୍ କରିବା ପାଇଁ ଟାଇମ୍ ଲାଗିବ। 7 ମାସ ହେଲା ତ ସେମ୍ ଜିନିଷ ରିକମେଣ୍ଡ ହଉଛି। ଗାଡି ନେଇ ଗଲାକୁ ଅଟୋ ଫଟୋ ଡାହାଣ ପଟେ ଗଲାକୁ ଜାଣିପାରୁନି ପିଟି ଦଉଛି। ମୁଁ ପିଟି ଦେଲି ଆଖିରେ ଲାଇଟ୍ ମାନେ ଚଡଚଡି ମାରିଲା ଭଳିଆ ଚକଚାକ ହେଉଛି ଜିନିଷଟା। ତେଣୁ ମୁଁ ସନ୍ଦେହ କରିବି କଣ ନାହିଁ ଆଉ ଗୋଟେ ଡକ୍ଟରକୁ ଦେଖେଇବା। ଯଦି ସେଠି ଯଦି ଦି ଥର ଦେଖିଲା ପରେ ଡାକ୍ତର ମୋର ମାନେ ହେଲାନି ତେଣୁ ମୁଁ ଆଉ ଯିବି କି? ତେଣୁ ବାଧ୍ୟ ହେଇକି ଏଠି ଆପଏଣ୍ଟମେଣ୍ଟ ନେଇକି ବହୁତ କଷ୍ଟରେ ଡକ୍ଟର ଅଶୋକ ନନ୍ଦ ସାର୍ ସେ ୱାନ୍ ଅଫ୍ ଦି ବେଷ୍ଟ ଓଡିଶାର ବେଷ୍ଟ ଡକ୍ଟର। ତାଙ୍କ ହ୍ୟାଣ୍ଡ ବି ବହୁତ ଭଲ ସର୍ଜରିଆନ୍ ମୁଁ ଜାଣିଛି। ତାଙ୍କୁ ନେଇକି ଆପଏଣ୍ଟମେଣ୍ଟ ଦେଖି ସିଏ ଦେଖିଲା ପରେ ସେ ଦେଖିକି କହିଲେ ଯେ ଆଖିର ଡୋଳା ସମ୍ପୂର୍ଣ୍ଣ ଗୋଲାକାର ନାହିଁ, ଡୋଳାର କିଛି ଅଂଶ କଟି ଯାଇଛି, ଯୋଉ ବାଟେ ଲାଇଟ୍ ପାସ୍ କରିଯାଉଛି କଲା ବେଳକୁ ତୁମକୁ ରିଫ୍ଲେକ୍ସନ ଟା ଅଧିକା ହଉଛି। ତେଣୁ ବର୍ତ୍ତମାନ ତାକୁ ଆମକୁ ରିପେୟାରିଂ କରିବାର ଅଛି। ତେଣୁ ସିଏ କହିଲା 20-25 ହଜାର ଖର୍ଚ୍ଚ ହବ, ଏଗେନ୍ ଅପରେସନ ହବ ଆଖି। ଆଉ 100% ହବ ନାହିଁ, 10-20% ହେଇପାରେ କିନ୍ତୁ ହବ ନାହିଁ। ତେଣୁ ମୁଁ କହିଲି ସାର୍ କଣ କରିବା, ଗୋଟେ ଡୋଳା ନହେଲେ କଣ ବ୍ୟବସ୍ଥା କରିଦିଅନ୍ତୁ। ନା କଣ ଡୋଳା କୋଉଠି ଆଣିବୁ, କିଏ ମରି ଗଲେ କିଏ ଗୋଟେ ଆଖି ଦବ ଲଗେଇକି ଭଲ ହବ, ନହେଲେ ହେଇପାରିବନି। ତ ମୋ ଆଖିର ଯୋଉ ଏଇଭଳି କଣ୍ଡିସନ କୁ ଗଲା, ଭଲ ଆଖିଟାକୁ ଖରାପ କରିଦେଲି ମୋ ଟ୍ରିଟମେଣ୍ଟ କରିବା ପାଇଁ ଏତେ ବଡ ଅନୁଷ୍ଠାନରେ। ଏଇଟା କଣ ଠିକ ହେଲା କି? ସମ୍ପୂର୍ଣ୍ଣ ଦୋଷ କାହା ଉପରେ? ଦୋଷ ହଉଛି ଡକ୍ଟର ନେଗ୍ଲିଜେନ୍ସି, ଡକ୍ଟର ଅବହେଳା ଯୁକ୍ତ। ଏବଂ ଯେତେବେଳେ ତୁ କଲୁ 3ଟା ଷ୍ଟିଚ୍ ପକେଇଲ ତୁମକୁ କଣ ଦେଖାଗଲାନି ଆଖି ଡୋଳା ଗୋଲେଇ ଅଛି କି କଟି ଯାଇଛି? ତମେ ଆମକୁ ଲୁଚେଇଲ କାହିଁକି? ଆମେ ଅନ୍ୟ ଡକ୍ଟରକୁ ପଇସା ଖର୍ଚ୍ଚ କରିକି ଯାଇକି ଆଖି ଦେଖେଇଲା ବେଳକୁ ସେ କହୁଛନ୍ତି ଆମକୁ ଏଇ କଥା, ଏବଂ ସେ ଅପରେସନ କରିବା ପାଇଁ କରୁଛନ୍ତି। ଯଦି ତୁମକୁ ସେ ସମୟରେ ଦେଖାଗଲା ସେ କଥା, ତମେ କାହିଁକି ଏଇ ଜିନିଷଟି କଲନି? ଅପରେସନ ପାଇଁ କାହିଁ ଆଡଭାଇସ୍ କଲନି ନାଇଁ କରିବା? ତମେ କାହିଁ ଲୁଚେଇଲ? ଡକ୍ଟର ପୂଜା କିଶୋର, ସେ ଜଣେ ମହିଳା ଡକ୍ଟର। ଏବେ ସେ ହସ୍ପିଟାଲ ଛାଡି ଦେଇଛନ୍ତି, ଡକ୍ଟର ଅଗ୍ରୱାଲ ହସ୍ପିଟାଲ ଯୋଉଟା ଲିଙ୍କ ରୋଡ ପାଖରେ ଅଛି, ସେଠୁ ଏବେ ଛାଡି ଦେଇଛନ୍ତି। ତାଙ୍କ ହେଡ୍ କୁ ଯୋଉ ଫୋନ କଲି ସେ କହିଲେ ମ୍ୟାଡାମ ଛାଡି ଦେଇକି ଉତ୍କଳ ହସ୍ପିଟାଲରେ ଜଏନ୍ କରିଛନ୍ତି। ବର୍ତ୍ତମାନ କଣ ଚାହୁଁଛନ୍ତି? ମୁଁ ଚାହୁଁଛି ମୋ ଆଖି ଯେମିତି ଥିଲା ମୋ ଆଖି ଠିକ ହେଇଯାଉ। ମୋ ବୟସ ବି ଅଛି, ମୋର ଆଉ କିଛି ଦିନ ବଞ୍ଚିବାର ଅଛି। ଏବଂ ମୁଁ ଯୋଉ ଏତେ ଦିନ ଧରି ସଫର ରହିଲି ଏବଂ ମୁଁ ଗୋଟେ ଚାକିରି ଖଣ୍ଡେ କରିଛି, ମାସ ମାସ ଛୁଟିରେ ରହିଲି କଲି, ମୋର ଲକ୍ଷାଧିକ ଟଙ୍କା ଲସ୍ ହେଇଛି, ସେ କମ୍ପେନସେସନ ଦେଲେ। ଏବଂ ଅନ୍ୟ ଗରିବ ରୋଗୀ ଯାଉଛନ୍ତି ଯୋଉ ଉଦ୍ଦେଶ୍ୟ ନେଇକି ଯାଉଛନ୍ତି ତାଙ୍କୁ ସେଇ ଉଦ୍ଦେଶ୍ୟରେ ଟ୍ରିଟମେଣ୍ଟ କର ଏବଂ ସେମାନେ ସଫଳ ହୁଅନ୍ତି।